ତଳେ ଯାଉଛୁ করে ତତେ ତ ଆମେ ଜୀବନରେ ମାରି ଦେଇଥିଲେ ହେଲେ ତୁ ବଞ୍ଚିଲ କେମିତି କହ ତୁ ବଞ୍ଚିଲ କେମିତି ଆଉ ଯାଉଛୁ করে କହ ମୁଁ କେମିତି ବଞ୍ଚିଲି? ହଁ ତୁ କେମିତି ବଞ୍ଚିଲ ତମେ ଜାଣିବାକୁ ଚାହିଁବ ନା? ହଁ ମୁଁ ଜାଣିବାକୁ ଚାହେଁ ତୁ କେମିତି ବଞ୍ଚିଲ କହ ରଞ୍ଜନାର ସେଇ ତାର ପରମ ଶକ୍ତି ପରମ ଭକ୍ତ ଶିବଙ୍କ ଦେବଦେବ ମହାପ୍ରଭୁ ମୋତେ ତାଙ୍କ ଭକ୍ତି ଭର ତାଙ୍କଠୁ ମୋତେ ବଞ୍ଚେଇଛନ୍ତି। ମତେ ସେ ଭକ୍ତିର ପାଠ ଆଉ ପଢ଼ନା ମିଛ କହନା ରଞ୍ଜନା ରଞ୍ଜନା ତ ଉପରେ ଲଟି ପଡ଼ିଥିଲା କିନ୍ତୁ ରଞ୍ଜନା ତ ବର୍ତ୍ତମାନ ନାହିଁ ରଞ୍ଜନା କୋଉଠି ରୋଷେ ଦେଇ ଏ ଜାଗାରେ ଚାଲିଛ ପାଇଁ ଏତେ ଉତ୍ତ୍ୟକ୍ତ ହଉଛୁ କହ ନହେଲେ ଏ ତୀକ୍ଷ୍ଣ ଗଲେ ତୋର ପକ୍ଷ ଭେଦ କରିବି ଏ ପାଇଁ ସେ ବାଡ଼ିକୁ ଚାଲିଯିବ ବଞ୍ଚେଇବ କି ହଁ ତମେ ଭୁଲ ଭାବୁଛ ମୁଁ ରଞ୍ଜନାକୁ ଏ ପର୍ଯ୍ୟନ୍ତ ଦେଖିନି ମହାଦେବ କହୁଥିଲେ ସେଇ ଦୁଷ୍ଟ ରଞ୍ଜନାକୁ ନେଇକି ତ ପଳେଇଛି। କଣ କହିଲ କୋଉ ଦୁଷ୍ଟ ବଳବନ୍ତ ତାମାନେ ସେ ଅବନ୍ତୀ ନଗରର ରାଜା ବଳବନ୍ତ ନା ହଁ ହଁ ଆମକୁ ଅତି ଶୀଘ୍ର ଯିବାକୁ ହବ ନହେଲେ ରଞ୍ଜନ ସହିତ କଣ କରିବା ତା ତ ଭାବିଲା ବେଳକୁ ଆକାଶ ପାତାଳ ହୋଇଯାଉଛି। ଏଇ ତମେ ତୁ ସତ କହୁଛୁ ମୁଁ ସତ କହୁଛି ଭାଇ ମୁଁ ଜମାରେ ବିଶ୍ୱାସ ସତ ତ ମିଛ କହୁନୁ ନା 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 ମୁଁ ଜମାରେ ମିଛ କହୁନି। ତାହେଲେ ଡେରି କାହିଁକି ଭାଇ ତୋ ପ୍ରେମ ଆଜି ମହାନ ସେଇଥିପାଇଁ ତୁ ମରିଯାଇଥିବା ଲୋକ ପୁଣି ଥରେ ବଞ୍ଚିଛୁ ଆଉ ତୋ ଆଖିରେ ମୋତେ ସେଇ ଭଲ ପାଇବା ଦେଖିଛି ସତରେ ମୋ ଭଲ ପାଇବା ତ ଭଲ ପାଇବା ଆଗରେ କିଛି ନୁହେଁ ଭାଇ ମୁଁ ତ ପିଲାଦିନରୁ ତାକୁ ଭଲ ପାଉଥିଲି କିନ୍ତୁ ଏଇନେ ତମ ଦୁଇ ଜଣଙ୍କ ମନ ମିଳିସିଛି ମୁଁ ତୁମ ଦୁଇ ଜଣଙ୍କ ମଝିରେ ଗୋଟିଏ ପାଚେରୀ ଛିଡ଼ା ହେଇ ତମ ଦୁଇ ଜଣଙ୍କୁ ଅଲଗା କରିବାକୁ ଚାହୁଁଥିଲି ଭାଇ ଏ ଭାଇ ଚିନ୍ତା କରନା ଯୋଉ ପ୍ରେମ ପାଇଁ ମୁଁ ଆଜି ତୋ ପାଖରେ ଛିଡ଼ା ହେଇଛି ତତେ ମାରିବାକୁ ଯାଉଛି ସେଇ ପ୍ରେମକୁ ଦୂରରୁ ଥାଇ ହାତ ଯୋଡ଼ି ନମସ୍କାର କରୁଛି ହେ ଭାଇ ମୁଁ ହାରିଗଲି ସେଇ ପ୍ରେମ ପାଖରେ ମୁଁ ହାରିଗଲି ତୋ ପ୍ରେମ ମହାନ ରକ୍ଷେ ହରି ତ ମାରେ କିଏ ମୁଁ ବାକି କିନ୍ତୁ ଗୋଟିଏ କଥା କହିବି ଭାଇ ସମସ୍ତେ ପ୍ରେମରେ ହାରିଯାଆନ୍ତି କହନ୍ତି ନା ନାଇଁ ପ୍ରକୃତ ପ୍ରେମ ହେଉଛି ପାଇବା ନୁହେଁ ହରେଇବା ଆରେ ଏଇଥିପାଇଁ କହନ୍ତି ନା ପ୍ରେମ ଜିତେ ତ ପ୍ରେମ ହାରେ ସମ୍ପର୍କ ସତ ହୁଏ ନା କେବେ ତୋର ଯଦି ଆଉ ପ୍ରେମର ଯଦି ଜିତାପଟ ହୁଏ ତାହେଲେ ସେ ଜିତାପଟରେ ମୁଁ ସବୁଠୁ ବଡ଼ ଭାଗିଦାରୀ ହେବି ଭାଇ ମୁଁ ଯିବି ତମ ଦୁଇ ଜଣଙ୍କୁ ସାକ୍ଷାତ କରିବାକୁ ଯଦି ମୋତେ ମୋ ଜୀବନ ମଧ୍ୟ ଚାଲିଯାଏ ତାହେଲେ ବଛେଇବିନି ଆଉ ଯୋଉ ହାତରେ ସେ ବଳବନ୍ତ ରଞ୍ଜନା ଦେହରେ ହାତ ମାରିଛି ନା ତମ ଦୁଇ ଜଣଙ୍କ ଭଲ ପାଇବାର ସେଇ ହାତକୁ ତା ଖଣ୍ଡିର ମୁଣ୍ଡକୁ ଅଲଗା କରିଦେବି ଯିବି ଭାଇ ମତେ କ'ଣ ସାଥିରେ ନେଇକି ଯିବୁନି ଚାଲିଯିବ ଭାଇ ତାହେଲେ ଯିବ ଭାଇ ତାହେଲେ ଯିବ ଭାଇ ଅନେକ ଦୂର ଯାଇନଥିବ ସେ ରଞ୍ଜନା କ୍ଷତିର କରିବା ପୂର୍ବରୁ ଆମେ ଦୁଇ ଜଣ ମିଶି ତାକୁ ନିଶ୍ଚୟ ସାଥ ଦେବ ଭାଇ ତାହେଲେ ଯିବ ଭାଇ ତାହେଲେ ଯିବ କିଏ ତମେ ମତେ ଏଇଟାକୁ କ'ଣ ପାଇଁ ନେଇକି ଆସିଛ ମୋ ପ୍ରଶାନ୍ତ ଗଲେ କ'ଣ ଅନ୍ୟ ପକାରି ପଶି ସେଇ ଦିନର କଥା ଦିନେ ମତେ ଅପମାନ ଦେଇ ଚାଲି ଯାଇଥିଲୁ ମୁଁ ସେଇ ବଳବନ୍ତ ରାୟ ଚୌଧୁରୀ ଆଉ ତ ପ୍ରଶାନ୍ତ ଏଇ ଦୁନିଆରେ ରହିଲ ଦେଖ ମୁଁ ତମକୁ ହାତ ଯୋଡୁଛି ତମେ ମତେ ଛାଡ଼ି ଦିଅ
ଛାଡ଼ିଦେବି ପ୍ରସାଦ ପାଖକୁ ଚାଲିଯିବି। ଛାଡ଼ିଦେବି ନାଇଁ 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 ରୂପସେ ବହୁତ ଦିନ ପରେ ଆଜି ତୁମକୁ ପାଖରେ ପାଇଛି ଆଉ ଛାଡ଼ିଦେବି ଆଲୋଏ ରୂପସେ ଆଜିଠୁ ତୁ ହଉଛୁ ମୋ ରିବନ ଆଲୋ ରୂପସୀ ମୋ ପାଖକୁ ଆ तू खाइला भातरे तुरी फिरी दे तुम खा एक मत आउ परिचय मागना कहीं ना ମୁଁ ଗୋଟେ ହତ ଭାଗା ପ୍ରେମିକ ହସ ମାରୁଛି ଭଲ ଦୋଷ ଅଛି ସେ ତାହେଲେ ଚକା ଛାଡ଼ି ଚାଲି ଯା ନହେଲେ କଥାଟା ଭୟଙ୍କର ହେଇଯାଇପାରେ वाइस तू अत्ते जाने लो ओ गोटाए लुआ खल्लाडी दाग दिन ଆଚ୍ଛା ଭାଇ ତତେ ଭଲରେ କହିଛି ଚକା ଛାଡ଼ି ଚାଲିଯିବା ପାଇଁ ନହେଲେ କଥାଟା ଭୟଙ୍କର ହେଇଯାଇପାରେ ଏ ଚକା तू ଛାଡ଼ି जाने लो କଣ ଭଲ ଅତିରେ ବଳବନ୍ତ ଲାଗି ଗଲେ ଦୁଦାନ୍ତ ଆଚ୍ଛା ଭାଇ କୋଉ ଭଳିଆ ଦୁର୍ଦାନ୍ତ ତା ଦେଖିବା ତୋର ଦିହକୁ ମୂର୍ତ୍ତି ନାହିଁ ଦେଖିବା ତୋ ରଞ୍ଚନା ଦେହର ହାତ ମାରିଛୁ ନା ଦେଖିବା କାହାର କେରେ ଶକ୍ତି ତ ଡରେ କାହିଁକି ହେଇଯାଉ ଟିକେ ଶକ୍ତିର ପରୀକ୍ଷା ଏବେ ପ୍ରସ୍ତୁତ ଫେରି କହ Now
ପ୍ରଶାନ୍ତ କଥା ଦେଇଥିଲି କି ତୁମ ଦି ଜଣଙ୍କ ମଝିରେ ମୁଁ ପାଚିଲି ନା ସେଇ ପାଚିଲ ତୁମ ଦି ଜଣଙ୍କୁ ସୁରକ୍ଷା ଦେବ ବୋଲି ଏଇ ଦେଖ ମୁଁ ମୋ କର୍ତ୍ତବ୍ୟ କରିସାରିଛି ଏ ପ୍ରଶାନ୍ତ ମୁଁ ମୋ କଥା ରଖିସାରିଛି କିନ୍ତୁ ତୁମକୁ ତୁମ ଦି ଜଣଙ୍କୁ ଗୋଟିଏ କଥା ରଖିବାକୁ ପଡ଼ିବ ମୁଁ ଯାହା ମାଗିବି କ'ଣ ଦେଇପାରିବ ତୁମେ ଦି ଜଣ ଏ ପ୍ରଶାନ୍ତ କ'ଣ ମୁଁ ଶେଷ ସମୟ ଆସିଯାଇଛି ମୁଁ ଆଉ ବଞ୍ଚିବିନି ଏ ପ୍ରଶାନ୍ତ ଦେଖ ମୁଁ ନା ପିଲାଦିନରୁ ଅନେକ ଥର ଏ ରଞ୍ଜନର କନ୍ୟା ବେଶ ଦେଖିଛି ମୁଁ ଆଜି ଶେଷ ଥର ପାଇଁ ସେଇ ସୁଯୋଗ ଦେଖିବାକୁ ଚାହେଁ ମୁଁ ବଞ୍ଚିବିନି ମୋ ଶେଷ ସମୟ ଆସିଯାଇଛି ଏ ରଞ୍ଜନା ମୁଁ ବଞ୍ଚିବିନି ତେଣୁ ମୁଁ ତ କନ୍ୟା ବେଶ ଦେଖିବାକୁ ଚାହେଁ କ'ଣ ମୋତେ ସେ ସୁଯୋଗ ଦେବନି ମା ବାବୁ ତମେ କିଏ ମୁଁ ତୁମକୁ ଜାଣିନି କି ଚିହ୍ନିନି ବାବୁ କିନ୍ତୁ ଏମିତି ଏକ ସମୟରେ ଆସି ତମେ ଦି ଜଣଙ୍କ ଜୀବନ ରକ୍ଷା କରିଛ ବାବୁ ନହେଲେ ସେଇ ଦୁର୍ଦାନ୍ତ ଲୋକଟା ତୁମକୁ ଏ ଦି ଜଣଙ୍କ ଜୀବନରେ ମାରି ଦେଇଥାନ୍ତା ଦେଖ ବାବୁ ମୁଁ ତୁମ ପାଖରେ ହାତ ପାଟି ଭିକ ମାଗୁଛି ବାବୁ ମତେ ସେଇ ଭିକାରୀ ପୁଅ ଭାବି କ'ଣ ମୋ ହାତରେ ଭିକଟି ଦେଇପାରିବନି ମା ନାଇଁ ବାବୁ କହ ମା ପାରିବନି ମୁଁ ଯାହା ମାଗିବି ମତେ ମନା କରିବନି ମା କହ ମୁଁ ଯାହା ମାଗିବି ତମେ ଦେଇପାରିବ ମା ତମେ ଦେଇପାରିବ ମା ବାବୁ ଏ ଭିକାରୀ ପୁଅଟାକୁ ଏ ହାତରେ ହାତ ଦେଇ କଥା ଦିଅ ମୁଁ ଯାହା ମାଗିବି କ'ଣ ଦେଇପାରିବ ମା କହ ମା ଆଜି ମୋ ଶେଷ ସମୟ ନାଇଁ ବାବୁ এই শেষ সময়ে সমস্ত গোটিয়ে ইচ্ছা থাকে আজি মো শেষ ইচ্ছা মতে কর তুমি ଦେଇପାରିବ ଇ ବାବୁ ମୁଁ ତୁମ ହାତରେ ହାତ ଦେଇ କଥା ଦେଉଛି ବାବୁ ତମେ ଯେଉଁ କାମ ପାଇଁ କରିବ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି ଏଥର ମୋ ଆତ୍ମା ଆରାପାରରେ ଯାଇ ଶାନ୍ତିରେ ରହିପାରିବ ନାଇଁ ନାଇଁ ବାବୁ ମା ମୁଁ ଚାହେଁ ଏ ଦି ଜଣଙ୍କର ବାହାଘର ବାବୁ କହ ମା ମୋ ଆଖି ସମ୍ମୁଖରେ ମୋ ପ୍ରାଣ ନାଚିବା ପୂର୍ବରୁ କ'ଣ କରିପାରିବ ମା କହ ଏ ବାବୁ ପାରିବ ନା ଯେତେବେଳେ ମୁଁ କଥା ଦେଇଛି ନିଶ୍ଚୟ ମୁଁ କରିଦେବି ଏ ଦି ଜଣଙ୍କ ବାହାଘର ଏ ପ୍ରସାଦ ତତେ ବେଦି ମଣ୍ଡପକୁ ଯିବାକୁ ହବ ତା ମତରେ ତତେ ସିନ୍ଦୁର ହେବାକୁ ପଡ଼ିବ ଏ ଭାଇ ମୁଁ କଥା ଦେଇଛି କଥା ରଖିଛି ତୁ କ'ଣ କଥା ଦେଇ କଥା ରଖିପାରିବୁ ଆରେ ଯା ପ୍ରଶାନ୍ତ ଆରେ ଯା ତତେ ବେଦି ମଣ୍ଡପକୁ ଯିବାକୁ ହବ ତତେ ତତେ ତ ଏ ଭାଇର ରାଣ ତତେ ତ ଭଲ ଭାଇ ରାଣ ଆରେ ଯା ପ୍ରଶାନ୍ତ ଆରେ ଯା देख तते पर खुशी रे रखिबा पई मो अनेक चेष्टा करिछि तू जदि कांदे ताले मो कोन धैर्य धरि रही पारिबी नहीं ना हे रंजू अरे कह मु तो सही पिलातिर साथी ना जानिछु मो पिलाटी रनाथ भल पाइबा कौन जान नी भाविली मो रंजू मो सबकि मो प्रेम बढ़ी से मो प्रेम बढ़ी कि भगवान इच्छा बोधे आउ अन्य कौटी देख मो जमार खराब नुहे कितु प्रेम पागल सारी गोटे पागल करा जानी रजा गोटे कथा मुझे चाहे कहनी शुण मुझे जिते खबर पाइली मो मामू पाखु मत राजको निमंत्रण होती सीधासख तोड़ी के चली आसली जानी रंजना बटरे गोटे हाथ बढ़िले रंजना से हाथ में मु कौन किणी जाचु तो मथारे तुम से सिंदूर बलुआ तो गलार हार
तो बेकर हार किଣିଛି ରଞ୍ଜନା ଏଇ ଦେଖ ରଞ୍ଜନା ସାଇତିକି ରଖିଛି ପାଖରେ ଏଇ ଦେଖ ବୋଧେ ମୋ ଭାଗ୍ୟରେ ଏହା ଲେଖା ନାହିଁ ଏଇ ପ୍ରସାଦ ଭାଗ୍ୟରେ ଲେଖା ହେଇଛି ତତେ ଯିବାକୁ ହବ ରଞ୍ଜନା ତତେ ଯିବାକୁ ହବ ତତେ ତ ଭଲ ଭାଇବାର ତତେ ତ ବିରାତିର ସେ ଭଲ ଭାଇବାର ରଞ୍ଜନା ଆରେ ଯା ରଞ୍ଜନା अरे वेदी मंडप को चली जा मोर का शेष इच्छा तो पूर्ण करिबने अरे जा रचना अरे जा रचना बाबू ए रचना ए रचना देख मुझसे तो तुम आसी जाइए ए देख रचना मो माँ मत आता डाकुचे कहूची ए प्रणव मो पाख को चलिया धन अनेक दिन में मो कला खाली भरी कहूची मु जीवी मो बाबा ए देख मो बाबा मत आता डाकुचते मो बाबा कहते अनेक दिन ए थाते थाते खोजुचे धन मो पाखक चलिया मो जीवी हे रचना मो कथा तोर मन पड़ब ना मन पड़ब ना रचना अनेक समय हो जाए बोधे मो बचा समय ना तू एने मत मन पकई दौ कहूँ तू मो पिला दिन साथी मत भूली जीवनी रचना अरे या कोई तो कहती प्रेम या कोई तो कहती भला पाइबा ये होचे सही भला पाइबा या कोई कहते भला पाइछे भला रे अछि तथापि तो कथा माने पड़ू माने पड़िब ना माने पड़िब ना माने पड़िब ना रचना माने पड़िब ना प्रेम जीते प्रेम हारे प्रेम जीते प्रेम हारे संपर्क हुए प्रेम जीते प्रेम हारे संपर्क घर जाए ए धूली घर भल पाई के भल रे 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 आपण आपण किए हमें तो चिन्ह पारिलुनी ना कौन कह ए बाबू मु तो या परिचय भी न जानी कि एटा मृत्युवरण करनेले हेले बाबू मो परिचय छाड़ आग तुम परिचय मत टिके दे पारिबो कि बाबू मो परिचय जानिबा को चाहछ ना
ମୋ ଅବନ୍ତୀ ରାଜ୍ୟର ଅନନ୍ତଙ୍କ ଏକମାତ୍ର ଅଡ଼ିଅଳ ଗେହ୍ଲା ପୁତ୍ର ନାମ ମୋର ପ୍ରଶାନ୍ତ। ପ୍ରଶାନ୍ତ ହଁ ହେଇଗଲୁ ଧନ। ହେଲେ ତୁ କହୁଥିଲୁ ନା ମୋ ପରିଚୟ ଶୁଣିବୁ। ହଁ ହଁ ତାହେଲେ ଶୁଣ ମୋ ପରିଚୟ। ମୁଁ ହେଉଛି ସେଇ ଅବନ୍ତୀ ରାଜ୍ୟର ଅବନ୍ତୀ ରାଜ୍ୟର ରାଜା ଅନନ୍ତ ଦେବଙ୍କ ଭଉଣୀ। ମୋ ନାଁ ଅଗ୍ନିକା। ମାନେ ହେଉଛି ମା ଏ ଧନ ମା ତୁ ମୋ ଭଣଜା ଜାଣିଛୁ ନା ତତେ କେତେ ଛୋଟ ବେଳେ ଦେଖିଥିଲି। ଏଇ ଧନ ଏଇ ସୁନା ନା କି ଝିଅଟା କିଏ ରେ? ମୋ ପରିଚୟ ଶୁଣିବ ତମେ? ପ୍ରିୟ ଭଗିନୀର ପରିଚୟ ତମେ ଶୁଣିବ? ତାହେଲେ ଶୁଣନ୍ତୁ ମୋ ପରିଚୟ। ମୁଁ ହଉଛି ସେ ଧର୍ମନଗରୀର ରାଜା ଧର୍ମଶୋକଙ୍କ ନନ୍ଦିନୀ। ମୋ ନାଁ ହଉଛି ରଞ୍ଜନା। ବାଲ୍ୟକାଳରେ ମୁଁ ମାତୃହୀନ। ମା ସ୍ନେହ ମମତା କରେ ମୁଁ କିଛି ମଧ୍ୟ ମୁଁ ପାଇନି। ହେଲେ ମୋ ପିତା ହଉଛନ୍ତି ମୋ ପାଇଁ ସବୁ କିଛି। ଆଉ ପ୍ରଶାନ୍ତ ଇଏ ହଉଛନ୍ତି ମୋ ଜୀବନ ସାଥୀ। ଏଇଟା ହଉଛି ମୋ ପରିଚୟ। ଏଇଟା ହଉଛି ମାତୃହୀନ ଝିଅର ପରିଚୟ। ଆରେ କାହିଁକି ତୁ ମା ନାହିଁ ବୋଲି ମନହୁଣ କରିଛୁ କହିଲୁ? ଆରେ ମୁଁ ତ ଜନ୍ମ କଲା ମା ନହେଲେ କଣ ହେଲା? ମୁଁ ପରା ତୋର ମା ବଦଳରେ ମା ଆସି ଯାଇଛି। ମୁଁ ତ ଦେବକୀ ମା ନହେଲେ କଣ ହେଲା? ମୁଁ ପରା ତୋର ସେଇ ଯଶୋଦା ମା ହେବି। ତୁ କଣ ମତେ ଥରୁଟିଏ ମା ବୋଲି ଡାକିବୁନି? ଆଜି ଯଦି ମତେ ସେଇ ସୁଯୋଗ ମିଳୁଛି ମୁଁ କଣ ଥରୁଟିଏ ମା ବୋଲି ଡାକି ପାରିବି? ହରି ଧନ ତୁ ମତେ ଥରୁଟିଏ ମା ବୋଲି ଡାକ। ମୁଁ ତ ମା ଡାକରେ କେତେ ଆତୁର ହେଉଛି। ଧନ ମୋ ଝିଅ मेलोडी हम चाहे चाकराणी चारि जन कुआड़े गल बा? आसुना मो भणजा बाहा नाचब।